ଖୋଲିବ ନବଦାସ ହତ୍ୟାକାଣ୍ଡର ଗୁମର ପିଢ଼ି। ନବଦାସକୁ ଧରାଇ ଦେବେ ମୋହନ ମାଝୀ। ନବଦାସ ହତ୍ୟାକାଣ୍ଡ ପଛରେ କିଏ? ବହୁ ଚର୍ଚ୍ଚିତ ନବଦାସ ହତ୍ୟା ମାମଲାରେ ତଦନ୍ତ ପୁଣି ଥରେ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନବଦାସଙ୍କ ପତ୍ନୀ। ଅପରାହ୍ନ 5ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏମ୍ଏଲ୍ଏ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ନବଦାସଙ୍କ ପତ୍ନୀ। ଅନ୍ୟପଟେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ଗତକାଲି ବିରୋଧୀଙ୍କ ପକ୍ଷରୁ ଗୃହରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ଉପରୋକ୍ତ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଲୋଚନା ଶେଷରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ପୂର୍ବ ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରାଜରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ପୂର୍ବ ସରକାର ତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ। ତଦନ୍ତ ପ୍ରକ୍ରିୟାରେ ଅସହମତି ପ୍ରକାଶ କରି ତାଙ୍କ ପରିବାର ଲୋକ ଆମ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧୀଙ୍କୁ ସମୂଳ ଉତ୍ପାଟନ ପାଇଁ ଯାହା ପଦକ୍ଷେପ ନେବା ଆବଶ୍ୟକ ଆମ ସରକାର ତାହା ଗ୍ରହଣ କରୁଛନ୍ତି। ଆସନ୍ତା 5 ବର୍ଷ ପରେ ବିରୋଧୀଙ୍କ ପାଖରେ ଅଭିଯୋଗ କରିବାକୁ ଆଉ ଶବ୍ଦ ନଥିବ। ଅପରାଧୀଙ୍କୁ ଧୂଳିସାତ କରିବାକୁ ପୋଲିସ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୃଢ଼ୋକ୍ତି ବାଢ଼ିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍ ଟ୍ୟୁବ୍।